ବର୍ଷର ପରିବର୍ତ୍ତନ ସମୟର ସତର୍କବାଣୀ। ବର୍ଷର ପରିବର୍ତ୍ତନ ସମୟର ସତର୍କବାଣୀ ଏହି ବିଷୟରେ ଆମେ ଅଳ୍ପ ସମୟ ଧରି ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବା। ଆଉ ଏହାକୁ କୁହାଯାଏ ବର୍ଷର ପରିବର୍ତ୍ତନ ସମୟ। ଯେତେବେଳେ ବର୍ଷ ବଦଳୁଛି, କ୍ୟାଲେଣ୍ଡର ବଦଳୁଛି, ତାରିଖ ବଦଳୁଛି, ବର୍ଷ ବଦଳୁଛି, ସେହି ସମୟ ଆଉ ଗୋଟେ ଭୀଷଣ ସମୟ ଅଟେ। ଯେଉଁ ସମୟରେ ଆମେ ଦେଖୁଥିବୁ ଦିନ ଅବସାନ ହେଇ ଆସୁଥିବ ଆଉ ରାତ୍ରି ହେଇ ଆସୁଥିବ, ସେହି ସମୟରେ ଯେଉଁ ମଝିଟା ଅଧୂଳି ସମୟଟା, ଏଇଟା ଗୋଟେ ବିପଦପୂର୍ଣ୍ଣ ସମୟ। କାରଣ ସେହି ସମୟରେ ଅନେକ ପ୍ରକାର ଦୁର୍ଘଟଣା ଗୁଡ଼ିକ ଘଟେ। ଆମେ ଦେଖିଛୁ ଅଧୂଳି ସମୟରେ ଇଆଡ଼େ ଦିନ ସରି ଆସୁଥିବ, ସୂର୍ଯ୍ୟ ଅସ୍ତ ହେଇ ଆସୁଥିବ, ସିଆଡ଼େ ରାତ୍ରି ମାଡ଼ି ଆସୁଥିବ। ଏଇଟା ଗୋଟିଏ ବିପଦପୂର୍ଣ୍ଣ ସମୟ। ଏହି ସମୟରେ ଅନେକ ପ୍ରକାର ଆକ୍ସିଡେଣ୍ଟ ଗୁଡ଼ିକ ହେବାର ମଧ୍ୟ ଆମେ ଦେଖିପାରୁଅଛୁ। ସେଥିପାଇଁ ଏ ଯେଉଁ ବର୍ଷର ପରିବର୍ତ୍ତନ ସମୟରେ ଆମେ ଏହି ସତର୍କ ବାଣୀଟା ଆମେ ଜାଣିବାର ଆବଶ୍ୟକ ରହିଛି, ଯାହାଦ୍ୱାରା କି ଆମର ମଙ୍ଗଳ ହୋଇପାରିବ। ଗୋଟେ ପଦ ପଢ଼ିବା ଆମେ 2 ସାମୁଏଲ 11 ଅଧ୍ୟାୟ 1 ପଦରୁ। ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବାବେଳେ ଦାଉଦ ଜୋଆବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ। ତହିଁରେ ସେମାନେ ଅମନ ସନ୍ତାନମାନଙ୍କୁ ସଂହାର କରି ରଦ୍ଦା ନଗର ଅବରୋଧ କଲେ। ମାତ୍ର ଦାଉଦ ଜେରୁସାଲେମରେ ରହିଲେ। ଏଠି ଲେଖାଯାଉଛି ଯେ ସମସ୍ତେ ଯୁଦ୍ଧକୁ ଗଲେ, ସମସ୍ତେ ଶତ୍ରୁ ସହିତ ଲଢ଼ି ଦେଶ ଅଧିକାର କରିବେ। ଏହିସବୁ ଯିବା ସମୟରେ ଦାଉଦ ରାଜା ସେ ଯୁଦ୍ଧକୁ ଯାଇନାହାନ୍ତି, ସେ ଘରେ ଅଛନ୍ତି। ସେ ଘରେ କ'ଣ କରୁଛନ୍ତି ଲେଖାଯାଏ 2 ପଦରେ, ଅନନ୍ତର ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ। ସେ ଯୁଦ୍ଧକୁ ଯାଇନାହାନ୍ତି। ସେହି ସମୟରେ ସେ କ'ଣ କରୁଛନ୍ତି? ବିଶ୍ରାମ କରୁଛନ୍ତି, ଆରାମ କରୁଛନ୍ତି, ଶୋଉଛନ୍ତି। କେତେବେଳେ? ଯେଉଁ ସମୟରେ କି ଦିନ ସମୟରେ। ପ୍ରିୟମାନେ, ଆମେ ବର୍ଷର ଗୋଟେ ପରିବର୍ତ୍ତନ ସମୟରେ ଅଛୁ। ଦାଉଦ ମଧ୍ୟ ଗୋଟେ ବର୍ଷର ପରିବର୍ତ୍ତନ ସମୟରେ ଟିକେ ଆରାମ କରିବା, ମଜା କରିବା, ମଜଲିସ୍ କରିବା। ବର୍ଷ ସାରା ଆମେ ଅନେକ ପ୍ରକାର କାମ କରିଛୁ, ଅନେକ ବ୍ୟସ୍ତ ରହିଛୁ। ଆଉ ଏହି ସମୟରେ ଆମେ ଟିକେ ବିଶ୍ରାମ କରିବା, ଆରାମ କରିବା। ଦେଖନ୍ତୁ, ଏଇ ଯେଉଁ ବର୍ଷର ପରିବର୍ତ୍ତନ ସମୟରେ ଜାଗତିକ ଭାଇ ଭଉଣୀମାନେ ସେମାନେ ପିକନିକ୍ କରିବାରେ ବ୍ୟସ୍ତ, ମଜା ମଜଲିସ୍ କରିବାରେ ବ୍ୟସ୍ତ, ଭୋଜି ଭାତରେ ବ୍ୟସ୍ତ, ବିଭିନ୍ନ ସ୍ଥାନମାନଙ୍କୁ ଯିବାରେ ବୁଲିବାରେ ସେମାନେ ବ୍ୟସ୍ତ। ଏହି ପ୍ରକାର ଭାବରେ ସେମାନେ ବହୁତ ପରିମାଣରେ ବ୍ୟସ୍ତ ରହିକିନା ଅଛନ୍ତି। ଆଉ ଯଦି ଆମେ ପ୍ରଭୁଙ୍କର ଲୋକ, ଏହି ବର୍ଷର ପରିବର୍ତ୍ତନ ସମୟରେ ଆମେ ପିକନିକ୍କୁ ଯିବା, ସହଭାଗିତାକୁ ଯିବା ନାହିଁ, ଆମେ ବୁଲିବାକୁ ଯିବା, ସଭା ସମିତି ଗୁଡ଼ିକକୁ ଯିବା ନାହିଁ। ଆଜି ଅନେକ ଜଣ ଅଛନ୍ତି, ସେମାନେ ବିଭିନ୍ନ କାମରେ ଏତେ ବ୍ୟସ୍ତ ରହିଯାଇ ସେମାନେ ସହଭାଗିତାକୁ ଯାଆନ୍ତି ନାହିଁ। ପ୍ରାର୍ଥନା ବାଟ ସେମାନଙ୍କର ନାହିଁ। ସେମାନେ ମଜା ମଜଲିସ୍, ଆନନ୍ଦ ଉଲ୍ଲାସ, ଭୋଜି ଭାତ, ପିକନିକ୍, ନାଚ ଗୀତ, ଏହି ସମୟରେ ସେମାନେ ସମୟ ବିତାଉଛନ୍ତି। ସେଥିପାଇଁ ବର୍ଷର ପରିବର୍ତ୍ତନ ସମୟରେ ଆପଣ ସହଭାଗିତାକୁ ମିସ୍ କରିବେ ନାହିଁ। କହିବେ, ଓ ବର୍ଷ ସାରା ପ୍ରାର୍ଥନା ଯାଇଛି, ବର୍ଷ ସାରା ମୁଁ ଚର୍ଚ୍ଚ କରିଛି, ଆଉ ଏହି ସମୟରେ ମୁଁ ମୋର ମାଆଙ୍କ ଘରକୁ ଯାଇଛି, ଏହି ସମୟରେ ମୁଁ ମୋର ଗାଁକୁ ଯାଇଛି, ଏହି ସମୟରେ ଆମେ ଟିକେ ରନ୍ଧାବଢ଼ା କରିବା, ଆମେ ମିଶିଲୁ, ଆମେ ଆମ ପରିବାର ସହିତ ଆମେ ଏକାଠି ହେଲୁ, ଆମମାନେ ଏବେ ଆଉ ପ୍ରାର୍ଥନା ନାହିଁ, ଏବେ ଟିକେ ଆମେ ରନ୍ଧାବଢ଼ା କରି ଖାଇ ନାଚ ଗୀତ କରି ଆରାମସେ ଆମେ ରହିବା। ଏହି ଭୁଲ କରନ୍ତୁ ନାହିଁ। ଦାଉଦ ସେ ଭୁଲ କଲେ। ଦାଉଦଙ୍କ ଚରିତ୍ରରେ ଏଇଟା ସବୁଠୁ ଗୋଟେ ବଡ଼ ଦାଗ, ଯେଉଁ ଦାଗ କି କେବେ ମଧ୍ୟ ତାଙ୍କର ଜୀବନରୁ ଗଲା ନାହିଁ। ଦାଉଦଙ୍କ ଚରିତ୍ରରେ ଅନ୍ୟ କୌଣସି ଆପଣ ଦାଗ ଦେଖିପାରିବେ ନାହିଁ। କୌଣସି ଯୁଦ୍ଧ ସେ ହାରି ନାହାନ୍ତି, ପ୍ରତ୍ୟେକ ଯୁଦ୍ଧରେ ଜୟଲାଭ କରିଛନ୍ତି। ମାତ୍ର ଏହି ସ୍ଥାନରେ ସେ ଯୁଦ୍ଧକୁ ଗଲେ ନାହିଁ। ଯୁଦ୍ଧକୁ ମାନେ କ'ଣ? ସହଭାଗିତାକୁ ଯିବା, ଚର୍ଚ୍ଚକୁ ଯିବା, ମିଟିଂକୁ ଯିବା। ସେହି ସ୍ଥାନରେ ନ ଯାଇ ସେ ଘରେ ଆରାମ କରୁଛନ୍ତି। ଅନେକ ଜଣ ଅଛନ୍ତି, ଗିର୍ଜାରେ ଗୀତ ଚାଲିଥିବ, ପ୍ରାର୍ଥନା ଚାଲିଥିବ, ୱର୍ସିପ୍ ଚାଲିଥିବ, ମାତ୍ର ସେମାନେ ଘରେ ଟିଭିରେ ବ୍ୟସ୍ତ ଥିବେ, ମୋବାଇଲରେ ବ୍ୟସ୍ତ ଥିବେ, ସେମାନେ ଶୋଇବାରେ ବ୍ୟସ୍ତ ଥିବେ, ପିଠାପଣାରେ ବ୍ୟସ୍ତ ଥିବେ, ବିଭିନ୍ନ ପ୍ରକାର ଭାବରେ ବ୍ୟସ୍ତ। ଅନେକ ଲୋକ ଅଛନ୍ତି ଯେ ସେମାନେ ବଜାରକୁ ଯାଇ ନୂଆ ପୋଷାକ କିଣିବେ, ଏଥିପାଇଁ ସେମାନେ ଗିର୍ଜା ଆସନ୍ତି ନାହିଁ, ଚର୍ଚ୍ଚ ଆସନ୍ତି ନାହିଁ, ସହଭାଗିତା ଆସନ୍ତି ନାହିଁ। ସେମାନେ କେତେ ଦୁଃଖ ଲାଗେ। ଅନ୍ୟ ଆଡ଼େ ଅନେକ ଭାଇ ଭଉଣୀମାନେ ଅଛନ୍ତି ଯେ ଆମେ ନୂଆ ବର୍ଷକୁ ଆମେ କେମିତି ପଦାର୍ପଣ କରିବା। ନୂଆ ବର୍ଷ ସମୟରେ ଆମେ ଟିକେ ଫାଷ୍ଟିଂ କରିବା। ଆମେ ଫିଷ୍ଟିଂ ନାହିଁ।
ଫିଷ୍ଟିଂ ତ ଆମେ ବର୍ଷ ସାରା କରିଛୁ, ଫାଷ୍ଟିଂ କରିବେ, କିଏ 3 ଦିନ କିଏ 4 ଦିନ ଫାଷ୍ଟିଂ କରି ସେମାନେ ନୂଆ ବର୍ଷକୁ ଯିବେ। କାହିଁକି? ପ୍ରଭୁ ଅନୁଗ୍ରହ କରି ଆମକୁ ଏହି ବର୍ଷ ସାରା ଯତ୍ନ ନେଇଛନ୍ତି, ଏ ବର୍ଷ ସାରା ପ୍ରତିପାଳନ କରିଛନ୍ତି, ଆପଦ ବିପଦ ଅମଙ୍ଗଳ ଦୁର୍ଘଟଣା ରକ୍ଷା କରିଛନ୍ତି। ଅନେକ ଜଣ ସେମାନେ 2024 ମସିହାରେ ମୃତ୍ୟୁବରଣ କଲେ, ପରମେଶ୍ୱର ଆମକୁ ଜୀବିତମାନଙ୍କୁ ମଧ୍ୟ ରଖିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଦେଇଛନ୍ତି। ଏଥିପାଇଁ ଏହି ଖୁସିରେ, ଏହି ଆନନ୍ଦରେ, ଧନ୍ୟବାଦର ସହିତ, ଉପବାସର ସହିତ, ଆରାଧନା ସହିତ ସେମାନେ ନୂଆ ବର୍ଷକୁ ଯିବେ। ଆଉ ଗୋଟେ ସାଇଡ଼୍ ଆମେ ଦେଖିବେ ସେମାନେ ଜଗତର ଲୋକ ପରି ନାଚ ଗୀତ ମଜା ମଜଲିସ୍ ଏନ୍ଜୟ କରି ଡ୍ୟାନ୍ସ କରି ଏହି ପ୍ରକାର ଭାବରେ ସେହି ସମାନ ଦାଉଦ କରୁଛନ୍ତି। ଦାଉଦ ପରମେଶ୍ୱରଙ୍କର ମନର ମତ ଜଣେ ବ୍ୟକ୍ତି, ଆଉ ସେ ଯୁଦ୍ଧକୁ ନ ଯାଇ, ଯୁଦ୍ଧକୁ ତ ଗଲେ ନାହିଁ ଘରେ ରହିଥାନ୍ତେ, ଅନ୍ୟ କ'ଣ କରିଥାନ୍ତେ, ମାତ୍ର ସେ ଶୋଇପଡ଼ିଛନ୍ତି। ତାଙ୍କର ସଙ୍ଗୀ ଲୋକମାନେ ଜୀବନକୁ ହାତରେ ଧରି ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବା ସମୟରେ ଜଣେ ରାଜା ଘରେ ଶୋଇପଡ଼ିଛନ୍ତି। କେତେ ଦୁଃଖର ବିଷୟ ପ୍ରିୟମାନେ। ଶୋଇପଡ଼ିଛନ୍ତି, ଶୋଇଲା ପରେ ସେ ଉଠୁଛନ୍ତି, ଉଠି ଛାତ ଉପରେ ସେ ବୁଲୁଛନ୍ତି। ବୁଲୁ କ'ଣ ହେଲା ଦେଖୁଛୁ ଆମେ, ପୁଣି ସେ ଛାତ ଉପରୁ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ। ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା। ହଁ, ତୁମେ ଛାତ ଉପରେ ବୁଲୁଛ, ତୁମେ କୌଣସି ଗୋଟେ ସ୍ତ୍ରୀକୁ ତୁମେ ଦେଖିଦେଲ, ସେ ଗାଧଉଛନ୍ତି, ହେଲେ ତୁମେ ତାଙ୍କୁ ଦେଖୁ ଏକା ଥିବ କି? ଦେଖିଲା ପରେ ଆଖି ବୁଲେଇବାଟା ଜଣା ନାହିଁ କି? ଆଖି ବୁଲେଇବାକୁ ପଡ଼ିବ ପ୍ରିୟମାନେ। ଆମେ ଦେଖୁ ବିଭିନ୍ନ ବିଷୟ ଗୁଡ଼ିକ ଆମେ ଦେଖି ପକାଉ, ମାତ୍ର ଆମକୁ ସେଠି ଆଖି ଲଗେଇ ରଖିବାର ନାହିଁ। ଆମକୁ ଆଖି ସାଙ୍ଗେ ସାଇଡ୍ କରିବାର ଅଛି, ତାହେଲେ ଆମର ମଙ୍ଗଳ ହେବ। ବର୍ଷର ପରିବର୍ତ୍ତନ ସମୟରେ ଦାଉଦ ରାଜା ଯୁଦ୍ଧକୁ ଯାଇନାହାନ୍ତି, 1ରେ, 2ରେ ସେ ଶୋଇପଡ଼ିଛନ୍ତି, 3ରେ ଗୋଟିଏ ସ୍ତ୍ରୀ ଗାଧେଇବାଟା ସେ ଦେଖୁଛନ୍ତି। ସେଇଟା ପ୍ରିୟମାନେ ଏତେ ପାପରେ ସେ ପଡ଼ୁଛନ୍ତି। ସେ ସ୍ତ୍ରୀ ଦେଖିଲେ, ଆଉ ଦେଖୁ ସେ ଭଲ ଭାବରେ ଦେଖୁଛନ୍ତି। ସେ ସ୍ତ୍ରୀଟା ବହୁତ ସୁନ୍ଦରୀ, କୌଣସି ସ୍ତ୍ରୀ ଅସୁନ୍ଦରୀ ନଥିବେ, ସବୁ ସ୍ତ୍ରୀ ସୁନ୍ଦରୀ ଥିବେ। ଜଣେ କହିଲେ ନିଜ ସ୍ତ୍ରୀକୁ ଛାଡ଼ି ବାକି ସମସ୍ତଙ୍କର ସ୍ତ୍ରୀ ଗୋଟେ ପୁରୁଷକୁ ସୁନ୍ଦର ଲାଗେ। ନିଜ ସ୍ତ୍ରୀ ଆମକୁ ରୂପବତୀ ବାଟୁଇ ପରି ସେ ସୁନ୍ଦର ଦେଖାଯିବାର ଅଛି, ଏହା ଆମକୁ ଜ୍ଞାନୀ ସଲୋମନ କହନ୍ତି। ମାତ୍ର ଦାଉଦ ସେ ଗାଧଉଥିବା ଗୋଟେ ସ୍ତ୍ରୀକୁ ଦେଖୁଛନ୍ତି, ସେ ବହୁତ ସୁନ୍ଦରୀ। ତାପରେ ସେ କ'ଣ କରୁଛନ୍ତି 3 ପଦରେ, ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ। ଜଣେ କହିଲା, ସେ କ'ଣ ଇଲିଆମର କନ୍ୟା, ହିତୀୟ ଉରିୟର ଭାର୍ଯ୍ୟା ବତ୍ସେବା ନୁହେଁ? ଜଣେଙ୍କର ସ୍ତ୍ରୀ ସିଏ, ତାଙ୍କ ଡିଟେଲ ଜାଣୁଛନ୍ତି। ଦେଖନ୍ତୁ କେମିତି ପାପରେ ପଡ଼ୁଛି। ବର୍ଷର ପରିବର୍ତ୍ତନ ସମୟରେ ଗୋଟିଏ ଭୁଲ, କ'ଣ? ସହଭାଗିତାକୁ ନ ଯିବା, ଗୋଟିଏ ଭୁଲ, ପ୍ରାର୍ଥନା ବାଟରେ ଲାଗି ନ ରହିବା। ସେଇ ଭୁଲ ଯୋଗୁଁ ସେ ଶୋଇପଡ଼ିଲେ, ଶୋଇକିନା ଛାତ ଉପରେ ବୁଲିଲେ। ଛାତ ଉପରେ ବୁଲିଲା ପରେ ଗୋଟେ ସ୍ତ୍ରୀକୁ ଦେଖିଲେ, ଆଉ ସ୍ତ୍ରୀକୁ ଦେଖିଲା ପରେ ସେତିକି ରହିଯାଉନାହାନ୍ତି, ସେ କାହାର ସ୍ତ୍ରୀ, କାହାର ଝିଅ, ଟିକେ ଖବର ଦିଅ, ମୁଁ ଜାଣିବା ପାଇଁ ଚାହୁଁଛି। ଆଜି ଅନେକ ଜଣ ଅଛନ୍ତି, କାହାକୁ ଦେଖିଦେଲେ ଫେସବୁକରେ ଖୋଜିବେ, ଦେଖିଦେଲା ପରେ ଇନଷ୍ଟାଗ୍ରାମରେ ଖୋଜିବେ, ବିଭିନ୍ନ ପ୍ରକାର ଭାବରେ ଖୋଜିବେ। ଆଜିର ଦାଉଦମାନେ ଅନେକ ଅଛନ୍ତି, ସେମାନେ ସେହି ପ୍ରକାର ଦାଉଦମାନଙ୍କ ଠାରୁ ମଧ୍ୟ ଆମକୁ ସାବଧାନ ରହିବାକୁ ପଡ଼ିବ ପ୍ରିୟମାନେ। ଆଜି ମଧ୍ୟ ଅନେକ ଦାଉଦମାନେ ସେମାନେ ସହଭାଗିତାକୁ ନ ଯାଇ ପାପରେ ପଡ଼ିଛନ୍ତି। ସେମାନେ ବର୍ଷର ପରିବର୍ତ୍ତନ ସମୟରେ ପ୍ରାର୍ଥନା କରନ୍ତୁ, ବାଇବଲ ପଢ଼ନ୍ତୁ, ଉପବାସ କରନ୍ତୁ, ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, ଆଉ ନୂଆ ବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। ପ୍ରିୟମାନେ, ନୂଆ ବର୍ଷ ଭିତରେ କ'ଣ ବିଷୟ ଲୁଚେଇକିନା ସେ ରଖିଛି ଆମକୁ ଜଣା ନାହିଁ, ମାତ୍ର ଆମେ ପ୍ରାର୍ଥନାର ସହିତ, ପ୍ରଭୁଙ୍କ ସହିତ ଆମେ ସେ ନୂଆ ବର୍ଷରେ ଆମେ ପଦାର୍ପଣ କରିବା, ତାହେଲେ ଆମ ନିମନ୍ତେ ମଙ୍ଗଳ ହେବ। ସେ ଖୋଜିଲେ, ଖୋଜୁ ଅନେକ କଥା ଆପଣ ସମସ୍ତେ ଜାଣିଛନ୍ତି। ସେ ସ୍ତ୍ରୀକୁ ଡକେଇଲେ, ତାଙ୍କ ସହିତ ସହବାସ କଲେ, ସେ ଗର୍ଭବତୀ ହେଲା, ତାଙ୍କ ସ୍ୱାମୀଙ୍କୁ ମଧ୍ୟ ସେ ହତ୍ୟା କରାଇଲେ। ପ୍ରିୟମାନେ, ବର୍ଷର ପରିବର୍ତ୍ତନ ସମୟରେ ଯଦି ଆମେ ପ୍ରଭୁ ସହିତ ଲାଗି ନ ରହିବା, ତାହେଲେ ଆମେ ମଧ୍ୟ ଏହି ପ୍ରକାର ପାପରେ ପଡ଼ିଯିବା। ସେଥିପାଇଁ ପ୍ରଭୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ। ଆମମାନେ ପିକନିକ୍, ମଜା ମଜଲିସ୍, ନାଚ ଗୀତ, ଏହିସବୁ ଫିଷ୍ଟିଂ, ଏସବୁରେ ବ୍ୟସ୍ତ ନ ରହି ପ୍ରଭୁଙ୍କ ସହିତ ଆପଣ ଲାଗି ରୁହନ୍ତୁ। ଖାଉଛନ୍ତି, ପ୍ରଭୁ ଆମକୁ ଖାଇବା ପାଇଁ ଦେଉଛନ୍ତି, ଆମମାନଙ୍କୁ ସବୁ ବିଷୟ ସେ ଦେଉଛନ୍ତି। ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ତୁମେ ଅନୁଗ୍ରହ କରି ତୁମେ ଆମମାନଙ୍କୁ ପ୍ରଭୁ ଏହି 2024 ମସିହାର ଶେଷ ଦିନମାନଙ୍କରେ ଆଣିଛ, ଆଉ ଅଳ୍ପ ଦିନ ପରେ ଆମେ 2025 ମସିହାରେ ପଦାର୍ପଣ କରିବୁ। ରାଜା ଦାଉଦ ଯେଉଁ ପ୍ରକାର ଭୁଲ କଲେ, ଆମେ ସେ ପ୍ରକାର ଭୁଲ ନ କରୁ ପ୍ରଭୁ।
ଦୟାକରି ତୁମେ ଆମମାନଙ୍କୁ ସାହାଯ୍ୟ କର। ଆମମାନେ ନିଜର ଶରୀରର ସୁଖ ଅଭିଳାଷରେ ଆମମାନଙ୍କ ସମୟ ଗୁଡ଼ିକ ନ ବିତାଇ ଆମମାନେ ଆତ୍ମାଙ୍କର ସୁଖରେ ଆମେ ସମୟ ବିତାଇବୁ ସାହାଯ୍ୟ କର ପ୍ରଭୁ। ଜଗତର ଲୋକମାନଙ୍କ ପରି ଜାଗତିକ ଭାବରେ ଏହି ପ୍ରଭୁ ପୁରାତନ ବର୍ଷକୁ ବିଦାୟ ନ ଦେଇ ଆତ୍ମିକ ଭାବରେ ଆମେ ପୁରାତନ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷରେ ଆମେ ପଦାର୍ପଣ କରିପାରିବୁ। ଦୟାକରି ତୁମେ ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା। ଯଦି ସନ୍ଦେଶ ଭଲ ଲାଗୁଛି ଅନ୍ୟମାନଙ୍କୁ ମଧ୍ୟ ଆପଣ ସେୟାର କରିବେ, ଯାହାଦ୍ୱାରା କି ସେମାନେ ମଧ୍ୟ ଆଜିର ସନ୍ଦେଶ ଦ୍ୱାରା ଉପକୃତ ହେବେ। ରହିବା ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।